ଭଙ୍ଗା କାନ୍ଥ ତଳେ ଚାଲିଛି ପାଠପଢ଼ା। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା। ଜୟପୁର ସହରର ମହାରାଣୀପେଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଭଙ୍ଗା କାନ୍ଥ ନିକଟରେ ପାଠପଢ଼ା ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ସୁରକ୍ଷାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଗତ ଶନିବାର ପ୍ରବଳ ବର୍ଷା ଯୋଗୁଁ ବିଦ୍ୟାଳୟର ଏକ କାନ୍ଥ ଭାଙ୍ଗି ପଡ଼ିଥିଲା। ଏହା ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଚିଠି ମାଧ୍ୟମରେ ଜୟପୁର ପୌରପାଳିକାକୁ ଅବଗତ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 30 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ଜୟପୁର ବ୍ରେକିଂ। ज्योत्ना परिडा भारप्राप्त शिक्षण प्रधान शिक्षयित्री महाराणीपेटा सरकारी प्राथमिक विद्यालय शनिवार दिन जो लगाण वर्षा होता से आम गोटे पार्श्व कांथ पूरा डैमेज हो गोटे कठरी आमर शिशु बाटिकार पंचम श्रेणी पिला बसुँच बहुत असुविधार सम्मुखीन होती से किसी मेंबर को डाकिक आम मीटिंग करके रिजोल्यूशन करके एप्लिकेशन लिखिकी म्युनिसिपालिटी ऑफिस को दिया है। हाँ, शिशु बाटिकार पंचम श्रेणी अच्छा 33 स्ट्रेंथ अच्छा निहती भाव में छुआ मैंने तो संपूर्ण असुरक्षित गोटे गोटे पाखे पिला धरिकी आम बसुचु आम भी असुरक्षित से केतबेले भुशुड़ी जीव किसी ये नहीं से आम एप्लिकेशन देचु यथाशीघ्र किसी पदक्षेप ने अनुरोध।